ଜୀବନର ମାନେ କ'ଣ ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା। ଜୀବନର ମାନେ ଆଉ କ'ଣ? ଗୋଟିଏ ପିଲାର ଏକ ଛୋଟ କାହାଣୀ। ଗୋଟିଏ ଦିନ ଗୋଟିଏ ପିଲା ରାସ୍ତା ପାଖରେ ବସି ଭାବୁଥାଏ, ଜୀବନର ମାନେ ଆଉ କ'ଣ? ସେ ରାସ୍ତା କଡ଼ରେ ବସି ଦେଖିଲା ଲୋକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୌଡ଼ୁଛନ୍ତି। କେହି ଟଙ୍କା ପାଇଁ ଦୌଡ଼ୁଛନ୍ତି, କେହି ସମ୍ମାନ ପାଇଁ, ତ କେହି ସ୍ୱପ୍ନ ପାଇଁ। ସେ ଏସବୁ ଦେଖି ନିଜେ ନିଜକୁ ପଚାରୁଥାଏ, ଯଦି ସବୁକିଛି ଗୋଟେ ଦିନ ଶେଷ ହୋଇଯିବ, ତେବେ ଏତେ ସଂଘର୍ଷ କାହିଁକି? କାହିଁକି ଲୋକମାନେ ଏତେ କଷ୍ଟ କରୁଛନ୍ତି? ସେତେବେଳେ ପାଖରେ ବସିଥିବା ଗୋଟିଏ ବୁଢ଼ା ଲୋକ ହସି କହିଲେ, ବାପା, ଜୀବନର ମାନେ ବଡ଼ କିଛି ନୁହେଁ। ଜୀବନ ମାନେ ମାଆର ହସରେ ସୁଖ ଖୋଜିବା, ବାପାଙ୍କ ଝାଳର ମୂଲ୍ୟ ବୁଝିବା, ଆଉ ସାଙ୍ଗମାନଙ୍କ ସହ ହସିବା, ଆଉ ଦୁଃଖ ଆସିଲେ ମଧ୍ୟ ଆଶା ଛାଡ଼ି ନ ଦେବା। ଜୀବନର ମାନେ ହେଉଛି ପ୍ରତ୍ୟେକ ଦିନକୁ ଶେଷ ଦିନ ଭାବି ସୁନ୍ଦର ଭାବରେ ବଞ୍ଚିବା। ପିଲାଟି ଶାନ୍ତ ହୋଇ ଶୁଣିଲା। ସେ ଅନୁଭବ କଲା, ଜୀବନର ମାନେ ହେଉଛି ବଡ଼ କିଛି ପାଇବା ନୁହେଁ, ଛୋଟ ଛୋଟ ସୁଖକୁ ମନରୁ ଅନୁଭବ କରିବା। କାରଣ ସତ୍ୟ କଥା ହେଉଛି, ଜୀବନ ଏକ ଛୋଟ ଗଳ୍ପ, କିନ୍ତୁ ଏହାକୁ ସୁନ୍ଦର କରିବା ଆମ ହାତରେ ଅଛି। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ପୁଅ ହେବା ସହଜ ନୁହେଁ। ପୁଅ ହେବାର ଅର୍ଥ କେବଳ ଘରର ନାଁ ବଢ଼ାଇବା ନୁହେଁ। ସେ ନିଜ ସ୍ୱପ୍ନକୁ ଚୁପଚାପ ପଛକୁ ରଖି ପରିବାର ପାଇଁ ବଞ୍ଚେ। ସେ ହସିଥାଏ, କିନ୍ତୁ ତାର ହସର ପଛରେ ଲୁଚିଥାଏ ହଜାରେ କଷ୍ଟ। ସେ କେବେ କହେ ନାହିଁ, କିନ୍ତୁ ମନରେ ସବୁ ସହିଯାଏ। ବାପା ମାଙ୍କ ଆଶା, ପରିବାରର ଦାୟିତ୍ୱ, ସବୁକିଛି ସେ ନିଜ କାନ୍ଧରେ ନେଇ ଚାଲେ। ସେ ଥକିଯାଏ, ଭାଙ୍ଗିଯାଏ, କିନ୍ତୁ କେବେ ଦେଖାଏନି। କାରଣ ସେ ଜାଣେ, ସେ ହେଉଛି ଘରର ଆଧାର। ସତରେ ପୁଅ ହେବା ସହଜ ନୁହେଁ। ରାଜା ଜନକ ନିଜ ପୁତ୍ରୀକୁ ରାଜସୀ ଓ ସଂସ୍କାରୀ ପରିବାରରେ ବିବାହ ଦେଇଥିଲେ। ତଥାପି ମାତା ସୀତା ସାରା ଜୀବନ ଦୁଃଖ ଓ କଷ୍ଟରେ ରହିଥିଲେ। ସୁଖ ଓ ଦୁଃଖ ଆମ ହାତରେ ନାହିଁ। ତେଣୁ ସବୁ କିଛି ଦେଖି ଚାହିଁ ଝିଅକୁ ବିବାହ ଦେଇଥିଲେ ମଧ୍ୟ ସବୁ ବାପା ମା ଏଇ ଗୋଟିଏ କଥା କହି ଝିଅକୁ ବିଦାୟ ଦେଇଥାନ୍ତି, ଯାରେ ମା, ତୋ ଭାଗ୍ୟକୁ ନେଇ ତୁ ସଂସାର ଗଢ଼ିବୁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।